କେଉଁଦିନ ପାଳିବେ ଦୀପାବଳି ବା ପୟା ଶ୍ରାଦ୍ଧ, କେଉଁ ତାରିଖରେ ଏହାକୁ ପାଳନ କରାଯିବ ତାକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ। ରାଧାରମଣ ପ୍ରେସ୍ ପଞ୍ଜିକା ବା ମୁକ୍ତି ମଣ୍ଡପ ସ୍ୱୀକୃତି ପଞ୍ଜିକା ଗୁଡ଼ିକରେ ଦୀପାବଳି ବା ପୟା ଶ୍ରାଦ୍ଧ ଅକ୍ଟୋବର 20 ତାରିଖରେ ଉଲ୍ଲେଖ ରହିଥିବା ବେଳେ ଅନ୍ୟ ପଞ୍ଜିକାରେ 21 ତାରିଖକୁ ଉଲ୍ଲେଖ ରହିଛି। ତେବେ 20 ତାରିଖ ଦିନ 3ଟା 45 ପରଠାରୁ ପର ଦିନ ଅର୍ଥାତ୍ ଅକ୍ଟୋବର 21 ତାରିଖ 5ଟା 54 ପର୍ଯ୍ୟନ୍ତ ଅମାବାସ୍ୟା ରହିଛି। ଯେଉଁମାନେ ମହାଳୟା ଅମାବାସ୍ୟାର ପିତୃପୁରୁଷଙ୍କୁ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେଇ ପାରନ୍ତି ନାହିଁ, ସେମାନେ ମହାଳୟା ଅମାବାସ୍ୟା ଦିନ ଶ୍ରାଦ୍ଧ ଦେଇଥାନ୍ତି। ଦିନରେ ମହାଳୟା ଶ୍ରାଦ୍ଧ ପରେ ରାତିରେ ଦୀପ ଦାନ କରିଥାନ୍ତି। କିନ୍ତୁ 20 ତାରିଖ ଦିନ ତମାମ ଚତୁର୍ଦ୍ଦଶୀ ରହିଥିବାରୁ କିଭଳି ସେଦିନ ପୟା ଶ୍ରାଦ୍ଧ ହେବ ନେଇ ଉଠୁଛି ପ୍ରଶ୍ନ। ତେବେ ବରିଷ୍ଠ ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ରଙ୍କ କହିବା ଅନୁଯାୟୀ 20 ତାରିଖ ନୁହେଁ ବରଂ 21 ତାରିଖରେ ପୟା ଶ୍ରାଦ୍ଧ ପାଳନ ହେବ। 20 ତାରିଖ ଦିନ 3ଟା 45 ପରଠାରୁ ପରଦିନ ଅର୍ଥାତ୍ ଅକ୍ଟୋବର 21 ତାରିଖ 5ଟା 54 ପର୍ଯ୍ୟନ୍ତ ଅମାବାସ୍ୟା ରହିଛି। ଏହି ଭିଡ଼ିଓକୁ ଅନ୍ୟ କାହା ସହିତ ସେୟାର କରନ୍ତୁ ଏହି ଭିଡ଼ିଓଟି ଜାଣିବା ପାଇଁ ଦୀପାବଳି କେଉଁ ଦିନ ପାଳନ କରାଯାଏ ଏବଂ ଆମ ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିକି ନୋଟିଫିକେସନ୍ ବେଲକୁ ଦବାଇକି ଅଲ୍ ସିଲେକ୍ଟ କରିଦିଅନ୍ତୁ। ଜୟ ଜଗନ୍ନାଥ।